ପିଲାମାନେ ଶୁଭ ସକାଳ। ତୁମମାନେ କେମିତି ଅଛ ସମସ୍ତେ? ଭାରି ବଢିଆ। ସମସ୍ତେ ଭଲ ଅଛ? ଆଜି ତୁମମାନଙ୍କ ପାଇଁ ଗୋଟେ ବହୁତ ବଢିଆ ପାଠଟିଏ ଆଣିଛି। ଜାଣିଛ ସେଟା କଣ? ତୁମ ସପ୍ତମ ଶ୍ରେଣୀ ଗଣିତ ପ୍ରକାଶ ବହିର ପ୍ରଥମ ଅଧ୍ୟାୟ ଆମ ଚାରିପାଖରେ ଥିବା ବଡ ବଡ ସଂଖ୍ୟା, ସେଇ ବିଷୟର ଆମେ ଗୋଟିଏ ପାଠଟି ଆଣିଛେ। କୋଟି ଓ କୋଟିରୁ ଅଧିକ ସଂଖ୍ୟା। ତୁମମାନେ ପଢିବ ତ? ଖାତା ପେନ୍ ପାଖ ରଖିଛ ତ? ଠିକ ଅଛି। ପଢିବା ପୂର୍ବରୁ ମୁଁ ତୁମକୁ କେତୋଟି ପ୍ରଶ୍ନ ପଚାରିବି। ତୁମମାନେ ହାତ ଟେକିବ, ଗଳି କରିବନି। ମୁଁ ଯାହାକୁ ପଚାରିବି ତମମାନେ ସବୁ ଉତ୍ତର ଦବ, ହେଲା? ଆଗକୁ ଯିବା। ଠିକ ଅଛି। ଅଙ୍କିତା, ତୁମେ କୁହ, ପୂର୍ବ ପାଠରେ ତୁମେ କଣ ସବୁ ପଢିଛ? 1 ଲକ୍ଷ ସଂଖ୍ୟା ସହ ପରିଚିତ ହୋଇଛ। ବହୁତ ବଢିଆ। ବସନ୍ତ, ତୁମେ ଆଉ କଣ ସବୁ ଜାଣିଛ? 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାରେ 1 ଯୋଗ କଲେ 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ମିଳେ। ପିଲାମାନେ, 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 999। ଏଇ 999ରେ 1 ଯୋଗ କଲେ କେତେ ହଉଛି? 1000। ଆଚ୍ଛା, ଏଇ 1000 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା? ହଁ। ଚନ୍ଦ୍ରିକା, ତୁମେ କୁହ, 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରେ 1 ପାଖରେ କେତୋଟି ଶୂନ ରହିବ? ବହୁତ ବଢିଆ, 4ଟି ଶୂନ ରହିବ। ଦେବାଶିଷ, ତୁମ କାନ ଯନ୍ତ୍ରଟି ଠିକ ଅଛି ତ? ମୁଁ ଯାହା କହୁଛି ତମକୁ ଶୁଭୁଛି? ଏବେ କହିଲ। ବସନ୍ତ କହୁଛନ୍ତି 1000 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଚନ୍ଦ୍ରିକା କହିଲେ 5 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରେ 1ରେ 4ଟି ଶୂନ ଅଛି। ତେବେ ତୁମେ ଏଥିରୁ କଣ ଜାଣିଲ? ଆଚ୍ଛା, ଯେତେ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1 ପାଖରେ ତାଠାରୁ ଗୋଟିଏ କମ୍ ଶୂନ ରହିବ। ଫିରୋଜ, ତୁମେ କହିଲ 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ? 9,99,999। ଠିକ କହିଛ। ତୁମେ ଯୋଉ ସଂଖ୍ୟାଟି କହିଲ, ଏଇ ସଂଖ୍ୟାରେ କେତୋଟି 9 ଅଛି? 6ଟି 9 ଅଛି। ବହୁତ ବଢିଆ। ତାହେଲେ ଏଥିରୁ ତୁମେ କଣ ବୁଝିଲ? ଯେତେ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ସେତିକିଟି 9କୁ ନେଇକି ଗଠିତ। ଗୋବିନ୍ଦ, ଏହିପରି ତୁମେ କେତେ ଅଙ୍କ ବିଶିଷ୍ଟ ସଂଖ୍ୟା ସହ ପରିଚିତ ହୋଇଛ? 6 ଅଙ୍କ ବିଶିଷ୍ଟ ସଂଖ୍ୟା ସହ ପରିଚିତ ହୋଇଛ। ଠିକ ଅଛି। ଏବେ ଆମେ ଏହାଠାରୁ ଆହୁରି ବଡ ବଡ ସଂଖ୍ୟା ବିଷୟରେ ଜାଣିବା। ଯେପରି କୌଣସି ଦେଶର ଜନସଂଖ୍ୟା, ସରକାରୀ ବଜେଟ, କୌଣସି କମ୍ପାନୀର ଆୟ, ଏହି ସବୁ ସଂଖ୍ୟା କୋଟି, ମିଲିୟନ ଓ ବିଲିୟନରେ ଥାଏ। ତେବେ ଆସ ଆମେ ଏକ ବଡ ସଂଖ୍ୟାଟିକି ପଢିବା। ଏଇ ସଂଖ୍ୟାଟିକି ପଢ। ହଁ, ନିଶ୍ଚିତ ଏଇ ସଂଖ୍ୟାଟିକୁ ପଢିଲା ବେଳେ ଆମକୁ ଟିକେ ବିଳମ୍ବ ହଉଛି। କାହିଁକି ପିଲେ ଜାଣିଛ? ଏହିପରି ବଡ ବଡ ସଂଖ୍ୟା ଗୁଡ଼ିକୁ ପଢିବା ପାଇଁ ଆମକୁ 2ଟି ପ୍ରଣାଳୀ ଅନୁସରଣ କରିବାକୁ ପଡେ। ଜାଣିଛ ସେ 2ଟି ପ୍ରଣାଳୀ କଣ? 1ରେ ଭାରତୀୟ ସଂଖ୍ୟା ପ୍ରଣାଳୀ, 2ରେ ଆମେରିକୀୟ ପ୍ରଣାଳୀ ବା ଆନ୍ତର୍ଜାତୀୟ ପ୍ରଣାଳୀ। ଏଇ ଯୋଉ ସଂଖ୍ୟାଟିକୁ ଆମେ ପଢିଲେ ଭାରତୀୟ ନାମକରଣ ପ୍ରଣାଳୀରେ ଏଇ ସଂଖ୍ୟାଟିକି କେମିତି ଆମେ ପଢିବା ବା ଲେଖିବା? ଆକୁ ଲେଖିବା ପାଇଁ ସଂଖ୍ୟାର ଡାହାଣ ପଟୁ 3, 2, 2 ଏଇଭଳି ଭାବରେ ଲେଖିବାକୁ ପଡେ। ଆକୁ ଆମେ ପଢିବା କେମିତି? ନା 7,45,32,199। ଏଇ ସଂଖ୍ୟାଟିକୁ ଆମେ ଯେତେବେଳେ ଅକ୍ଷର ଲେଖିବା କେମିତି ହବ? ଏଇ ସଂଖ୍ୟାଟିକୁ ଅକ୍ଷର ଲେଖିଲେ ହେବ 7,45,32,199। ଏଇ ଭାରତୀୟ ପ୍ରଣାଳୀରେ ସ୍ଥାନ ଏବଂ ମାନ, ୟା ଭିତରେ କିପରି ସମ୍ପର୍କ ରଖାଯାଇଛି ଦେଖିବା।
ଦେଖ ସ୍ଥାନ 1 ମାନ 1, ସ୍ଥାନ 1 10 ମାନ ହେଲା 1 0, 100 1 ରେ କେତୋଟି ଶୂନ ରହିବ? ଠିକ କହିଛ, 1 ରେ ଯୋଡ଼ିଏ ଶୂନ ରହିବ। 1000 1 ରେ 3ଟି ଶୂନ। 10,000 ତାକୁ ଆମେ ଏକ ଅୟୁତ ବୋଲି କହୁଛେ, ଏଠି 1 ରେ କେତୋଟି ଶୂନ ରହିବ? ବହୁତ ବଢିଆ, 1 ରେ 4ଟି ଶୂନ ରହିବ। ତାପରେ 1 ଲକ୍ଷ ଯିବା, 1 ଲକ୍ଷରେ 1 ରେ 5ଟି ଶୂନ। 10 ଲକ୍ଷ ବା 1 ନିୟୁତ ଯାହାକୁ ଆମେ କହୁଛେ, 1 ରେ 6ଟି ଶୂନ, ବହୁତ ବଢିଆ। 1 କୋଟି 1 ରେ 7ଟି ଶୂନ ରହୁଛି। 10 କୋଟି 1 ରେ 3 6 8ଟି, ବହୁତ ବଢିଆ। 100 କୋଟି ଏକ ବଡ ସଂଖ୍ୟା, 1 ଅରବ କହୁଛେ, ସେଥିରେ 1 ରେ 9ଟି ଶୂନ ରହୁଛି। ତାହେଲେ ଏଇଭଳି ଭାବରେ ଆମେ ଏହାଠାରୁ ଆହୁରି ବଡ ବଡ ସଂଖ୍ୟା ସବୁ ଅଛି, ତାକୁ ମଧ୍ୟ ଆମେ ଏଥିରେ ଲେଖିପାରିବା। ପିଲାମାନେ, ଏଇ ଭାରତୀୟ ସଂଖ୍ୟା ପଦ୍ଧତି ଆମେ ଯୋଉ କହୁଛେ, ଏଇ ପଦ୍ଧତିଟି ଆଉ କେଉଁ ଦେଶରେ ପ୍ରଚଳିତ ହେଉଛି ତୁମେ ଜାଣିଛ କି? କିଏ କହିପାରିବ? ଜାଣିନ? ଠିକ ଅଛି, ତେବେ ମନେ ରଖ, ଆମ ଭାରତ ସମେତ ଭାରତର ପଡ଼ୋଶୀ ଦେଶ ଭୁଟାନ, ଶ୍ରୀଲଙ୍କା, ନେପାଳ, ପାକିସ୍ତାନ, ବାଂଲାଦେଶ, ମାଳଦ୍ୱୀପ, ଆଫଗାନିସ୍ତାନ ଆଉ ମିଆଁମାର, ଏଇ ସବୁ ଦେଶ ଗୁଡ଼ିକରେ ପ୍ରଚଳିତ ହେଉଛି। ଏବେ କହିଲ, ଲକ୍ଷ ଓ କୋଟି ଏ ସଂସ୍କୃତ ଶବ୍ଦ, ଆମର ସଂସ୍କୃତ ଶବ୍ଦ ଲକ୍ଷ ଓ କୋଟି ଶବ୍ଦରୁ ଆସିଅଛି। ଆମେରିକୀୟ ନାମକରଣ ପ୍ରଣାଳୀରେ ଏହି ସଂଖ୍ୟାଟିକୁ ଆମେ କେମିତି ପଢ଼ିବା ବା ଲେଖିବା? ଏହି ପଦ୍ଧତିରେ ସଂଖ୍ୟାର ଡାହାଣ ପଟୁ ବାମ ପଟକୁ 3 3 3 ଏଇଭଳି କମା ଦେବାକୁ ପଡ଼େ। ତେବେ ଏହି ସଂଖ୍ୟାଟିକୁ ଆମେ ପଢ଼ିବା କେମିତି? 74,532,199। ଏହି ସଂଖ୍ୟାଟିକୁ ଆମେ ଅକ୍ଷରରେ ଲେଖିବା। ଅକ୍ଷରରେ ଲେଖିଲେ ହବ 74,532,199। ଆମେରିକୀୟ ପଦ୍ଧତିରେ ବା ଆନ୍ତର୍ଜାତୀୟ ପ୍ରଣାଳୀରେ ସ୍ଥାନ ଏବଂ ମାନ, ୟା ଭିତରେ କିପରି ସମ୍ପର୍କ ଅଛି? 1,000 1 ରେ 3ଟି ଶୂନ ରହୁଛି। 10,000 1 ରେ 4ଟି ଶୂନ ରହିଲା। 3ଟି ସଂଖ୍ୟା ଦେଇ ଆମେ କମା ଦେଇଛେ। 100,000 ଦେଖ, ଡାହାଣ ପଟୁ ଆମର ବାମ ପଟକୁ 3ଟି ଅଙ୍କରେ କମା ଦିଆହେଇଛି। 1 ମିଲିୟନ, ଡାହାଣ ପଟୁ ବାମ ପଟୁ 3ରେ ଅଛି। 10 ମିଲିୟନ, ଏଇଭଳି ଆମେ ଲେଖିବା। 100 ମିଲିୟନ, ଦେଖିଲ ନା? 1 ବିଲିୟନ, 3 3 3 ଆମେ ଏମିତି କମା ଦେଇ ସଂଖ୍ୟାଟିକୁ ଲେଖିବା। ପିଲାମାନେ, ଆମେ ଯେଉଁ ସଂଖ୍ୟା ପଦ୍ଧତି ଜାଣିଲେ, ଗୋଟିଏ ଭାରତୀୟ ସଂଖ୍ୟା ପ୍ରଣାଳୀ ଆଉ ଗୋଟିଏ ଆମେରିକୀୟ ସଂଖ୍ୟା ପ୍ରଣାଳୀ, ଏହି ସଂଖ୍ୟା ପ୍ରଣାଳୀ ଦ୍ୱୟକୁ ନେଇ ଆମେ ଆମ ଦୈନନ୍ଦିନ ଜୀବନରେ ଏଇଭଳି ଅନେକ ବଡ଼ ବଡ଼ ସଂଖ୍ୟାର ସମ୍ମୁଖୀନ ହେଉଛେ। ଆମେ କେତୋଟି ଉଦାହରଣ ନେଇଛେ ଦେଖିବା। ତୁମେମାନେ ମଧ୍ୟ ସେମିତି ଅନେକ ଉଦାହରଣ ସଂଗ୍ରହ କରିବ। ଦେଖ, ଦୈନନ୍ଦିନ ଜୀବନରେ ଏଇଭଳି ବଡ଼ ବଡ଼ ସଂଖ୍ୟାର ଉଦାହରଣ ନେଇଛେ। ଦେଖ, ଏଇଟା ଆମ ଭାରତ ମାନଚିତ୍ର। ଏଇ ଭାରତ ମାନଚିତ୍ରରେ କଣ ସବୁ ଦେଖୁଛ? ଓହୋ, ଲୋକମାନଙ୍କ ସଂଖ୍ୟା ଅଛି। ଆମ ଭାରତର ଜନସଂଖ୍ୟା କେତେ ଜାଣିଛ? 2011 ସେନ୍ସସ୍ ଅନୁସାରେ ଆମ ଭାରତର ଜନସଂଖ୍ୟା ବୋଧେ 140 କୋଟି ଥିଲା ନା? 140 କୋଟି। ଆମ ଭାରତୀୟ ପ୍ରଣାଳୀରେ 140 କୋଟି ଲେଖିଲା ବେଳେ ଆମେରିକୀୟ ପଦ୍ଧତିରେ ଆମେ ତାକୁ କହୁଛେ 1 ବିଲିୟନ 400 ମିଲିୟନ। ଦ୍ୱିତୀୟ ଉଦାହରଣ ଦେଖିବା। ଏକ କମ୍ପାନୀର ଷ୍ଟ୍ରଙ୍ଗ ଇନକମ୍, ଅର୍ଥ ଏଠି ତାର ସାପ୍ତାହିକ ହଉ ବା ମାସିକ ହଉ ବା ବାର୍ଷିକ ଆୟକୁ ଯଦି ଆମେ ଦେଖୁଛେ, ଭାରତୀୟ ସଂଖ୍ୟାରେ ସେଇଟା ହଉଛି 250 କୋଟି। କେଡ଼େ ବଡ଼ ସଂଖ୍ୟା ଦେଖିଲଣି?
250 କୋଟି। ତାକୁ ଯଦି ଆମେ ଆମେରିକୀୟ ପ୍ରଣାଳୀରେ ଲେଖିବା ସିଏ ହେଉଛି 2 ବିଲିୟନ 500 ମିଲିୟନ। ଦେଖିଲଣି କେଡ଼େ ବଡ଼ ସଂଖ୍ୟା ଇଏ। ଏଇଭଳି ଆଉ ଗୋଟିଏ ଉଦାହରଣ ନେବା। ବୋଲେ ଏଇଟା ଫିଗରଟା କାହାର ଦେଖୁଛ? ହଁ, ଏଇଟା ଗୋଟେ କ୍ରିକେଟ ଷ୍ଟାଡିୟମ। ଏଇ କ୍ରିକେଟ ଷ୍ଟାଡିୟମରେ ଦର୍ଶକ ମାନଙ୍କର ବସିବା ପାଇଁ ସବୁ ସ୍ଥାନ ଅଛି। ଏଇ ଷ୍ଟାଡିୟମରେ ଆମ ଭାରତୀୟ ସଂଖ୍ୟା ପ୍ରଣାଳୀରେ ଅଛି 50,000। ଏଇଟାକୁ ଯଦି ଆମେ ଆମେରିକୀୟ ପଦ୍ଧତିରେ ବା ପ୍ରଣାଳୀରେ ପରିପ୍ରକାଶ କରିବା ସିଏ ମଧ୍ୟ ସେଇ 50,000 ରହିବ। ଏଇଭଳି ଆମ ଓଡ଼ିଶା ମାନଚିତ୍ର ଦେଖ। ଏଇ ଓଡ଼ିଶା ମାନଚିତ୍ରରେ ଚଳିତ ବର୍ଷ ଆମ ରାଜ୍ୟ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପାଇଁ 1,010 କୋଟି ଟଙ୍କା ଅଟକଳ କରିଛନ୍ତି। ତାହେଲେ ଆମ ଭାରତୀୟ ଭାଷାରେ ତାକୁ ଯଦି ଆମେ ଲେଖିବା ଭାରତୀୟ ପ୍ରଣାଳୀରେ 1,010 କୋଟିକୁ କେମିତି ଲେଖା ହେଇଛି? ଡାହାଣ ପଟୁ 3ଟି ଶୂନ, ତାପରେ ଯୋଡ଼ିଏ ଶୂନ, ତାପରେ ଯୋଡ଼ିଏ ଶୂନ, ତାପରେ 10, ତାପରେ 10, ତ 1,010 କୋଟି ଟଙ୍କା। ଆକୁ ଯଦି ଆମେ ଆମେରିକୀୟ ପ୍ରଣାଳୀରେ ପରିପ୍ରକାଶ କରିବା ତାହେଲେ ଦେଖ ଡାହାଣ ପଟୁ ଆମେ 3ଟି ଅଙ୍କକୁ ନେଇ କମା ଦେଇଛେ। ଏହି ସଂଖ୍ୟାଟିକୁ ପଢ଼ିଲେ ହବ 10 ବିଲିୟନ 100 ମିଲିୟନ। ତାହେଲେ ଏଇଭଳି ଆମେ ଅନେକ ସଂଖ୍ୟା ନିଆଯାଇ ପାରିବ। ଯେପରି ମହାକାଶରେ ଆମର ତାରାମାନଙ୍କ ମଧ୍ୟରେ ଦୂରତା ମାପିବା ପାଇଁ ବହୁତ ଆଲୋକ ବର୍ଷ ଅଛି। ଏଇ ଆଲୋକ ବର୍ଷ କ'ଣ ନା ଆଲୋକ 1 ସେକେଣ୍ଡରେ 3 ଲକ୍ଷ କିଲୋମିଟର ବେଗରେ ଗତି କରେ। ଯଦି 1 ସେକେଣ୍ଡରେ 3 ଲକ୍ଷ କିଲୋମିଟର ତାହେଲେ 1 ବର୍ଷରେ ଯେତିକି ଦୂରତା ଅତିକ୍ରମ କରିବ ସିଏ ହେଉଛି ପିଲାମାନେ ତୁମର 1 ଆଲୋକ ବର୍ଷ। এই ଆଲୋକ ବର୍ଷକୁ ଆମେ ଯଦି ଏଇଭଳି ସଂଖ୍ୟାରେ ପରିପ୍ରକାଶ କରୁଛେ 9.46 ଗୁଣନ 10ର ଘାତ 12 ସେତିକି କିଲୋମିଟର। ମାନେ କେଡ଼େ ବଡ଼ ସଂଖ୍ୟା ଦେଖ। ଏଇଭଳି ଆମର ବହୁତ ବଡ଼ ବଡ଼ ସଂଖ୍ୟା ଅଛି। ଯେମିତି ଆମ ଓଡ଼ିଶା ହଉ ବା ଭାରତ ହଉ ବା ପୃଥିବୀ ହଉ ଏଥିରେ ବିଭିନ୍ନ ଜଙ୍ଗଲ କେତେ ପରିମାଣ ଜଙ୍ଗଲ ରହୁଛି ବା କେତେ ପରିମାଣର ମହାଦେଶ ସବୁ ବିସ୍ତାର କରିକି ରହିଛନ୍ତି, ଗ୍ଲେସିୟର ଗୁଡ଼ାକ କେତେ କେତେ କିଲୋମିଟର ରହିଛନ୍ତି। ଏସବୁ ବ୍ୟତୀତ ଆମ ପୃଥିବୀର ପରିକ୍ରମଣ ଗତିର ବେଗ, ତାର ବିଷୁବ ବୃତ୍ତରେ କେତେ ବେଗ, ମେରୁରେ କେତେ ବେଗ ତାକୁ ମଧ୍ୟ ତୁଳନା କରାଯାଇଛି। ଆମ ପୃଥିବୀଠାରୁ ସୂର୍ଯ୍ୟର ଦୂରତା, ଆମ ପୃଥିବୀଠାରୁ ଚନ୍ଦ୍ରର ଦୂରତା ଏଭଳି ମଧ୍ୟ ଆମେ ଯଦି ଦେଖିବା 3,84,000 କିଲୋମିଟର ଆମର ଚନ୍ଦ୍ର ପୃଥିବୀ ମଧ୍ୟରେ ଦୂରତା। ସେମିତି ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟ ଦୂରତା 16 କୋଟି କିଲୋମିଟର। ତାହେଲେ ଏଇଭଳି ବଡ଼ ବଡ଼ ସଂଖ୍ୟା ମାନ ଆମ ଚତୁଃପାର୍ଶ୍ୱରେ ଆମେ ଦେଖିବା ପାଇଁ ପାଉଛେ। ଏଇଭଳି ଅନେକ ସଂଖ୍ୟା ମଧ୍ୟ ତୁମେ ବିଭିନ୍ନ ଆଡ଼ୁ ସଂଗ୍ରହ କରିପାରିବ ଏବଂ ଏହି ସଂଖ୍ୟାକୁ ଉଭୟ ଆମ ଭାରତୀୟ ପ୍ରଣାଳୀ ହଉ ଏବଂ ଆମେରିକୀୟ ପ୍ରଣାଳୀ ହଉ ଏ ଦୁଇଟି ପ୍ରଣାଳୀରେ ଆମେ ତାକୁ ଲେଖିବା, ଅଙ୍କରେ ଲେଖିବା ଏବଂ ଅକ୍ଷରେ ତାକୁ ମଧ୍ୟ ଲେଖିବା। ଯଦି ଏଇଭଳି ଆମର ଅଭ୍ୟାସ ରହିବ ତାହେଲେ ଯେତେ ବଡ଼ ବଡ଼ ସଂଖ୍ୟା ସବୁ ଆସିବ ଆମେ ତାକୁ ଅତି ସହଜରେ ପଢ଼ିପାରିବା ଏବଂ ଲେଖିପାରିବା। ଏବେ ଆସ ଏଇ ଯୋଉ ସଂଖ୍ୟା ଆମେ ସବୁ ପଢ଼ିଲେ ଏଇ ସଂଖ୍ୟା ଗୁଡ଼ିକୁ ଆମେରିକୀୟ ପ୍ରଣାଳୀରେ ଥିବା ସଂଖ୍ୟା ଗୁଡ଼ିକୁ ଆମେ ଅକ୍ଷରରେ ଲେଖିବା। ଦେଖ ଡାହାଣ ପଟୁ ଆମର 3 ଅଙ୍କ ଦେଇ 20 ପାଖରେ କମା ରହିଛି। ତାହେଲେ ଆମେ ଆକୁ ଯଦି ଅକ୍ଷରରେ ଲେଖିବା ତାହେଲେ କେତେ ହବ? 20 ମିଲିୟନ। ଆଉ ଗୋଟେ ସଂଖ୍ୟା ଦେଖ ଆମେରିକୀୟ ପ୍ରଣାଳୀରେ ଅକ୍ଷରରେ ତାକୁ ଲେଖିଲେ ହବ 70,900,000। ଆଉ ଗୋଟେ ସଂଖ୍ୟା ଦେଖ, ହଁ କୁହ, ବହୁତ ବଢିଆ, 505,600,000। ଏ ସଂଖ୍ୟା ଟିକେ ଦେଖ
ଠିକ କହିଛ, 4 ମିଲିୟନ। ଏବେ ଏ ସଂଖ୍ୟାଟିକୁ ଦେଖ। ଅଙ୍କିତା, ତୁମେ କହିଲ ଏ ସଂଖ୍ୟାଟିକି ଅକ୍ଷର ଲେଖିଲେ କେତେ ହଉଛି? ହଁ, 304,000। ଏ ସଂଖ୍ୟାଟିକି ଦେଖ। ଯୋଗେଶ, କହିଲ। ବହୁତ ବଢିଆ। 10 ବିଲିୟନ, 700 ମିଲିୟନ, 979,000। ଠିକ ଅଛି। ଭାରତୀୟ ପ୍ରଣାଳୀରେ ଥିବା ସଂଖ୍ୟାଗୁଡ଼ିକୁ ଆମେ ଆମେରିକୀୟ ପ୍ରଣାଳୀରେ କେମିତି ପରିପ୍ରକାଶ କରୁଛେ? ଭାରତୀୟ ପ୍ରଣାଳୀ, ଏପଟେ ଆମେରିକୀୟ ପ୍ରଣାଳୀ। ଆମ ଭାରତୀୟ ପ୍ରଣାଳୀରେ ଆମେ ନଉଛେ 5 କୋଟି। ପିଲାମାନେ ଦେଖିଲ, 5ରେ କେତେଟା ଶୂନ ଦିଆଯାଇଛି? ବହୁତ ବଢିଆ। 5ରେ 7ଟି ଶୂନ ଦିଆଯାଇଛି, 5 କୋଟି। ଆକୁ ଯଦି ଆମେ ଆମେରିକା ପଦ୍ଧତିରେ ନବା, ସିଏ ହଉଛି 50 ମିଲିୟନ। 50 ମିଲିୟନ। ଏଠି ଅଛି 60 ଲକ୍ଷ। ତାକୁ ଯଦି ଆମେରିକୀୟ ପଦ୍ଧତିରେ ନବା, ଗୋବିନ୍ଦ କହିଲ କେତେ ହଉଛି? ହଁ, 6 ମିଲିୟନ ହଉଛି। ଭାରତୀୟ ପ୍ରଣାଳୀରେ ଅଛି 10 କୋଟି 40 ଲକ୍ଷ। ଦେବାଶିଷ, ତୁମେ କହିଲ ଆମେରିକୀୟ ପ୍ରଣାଳୀ କେତେ ହବ? ବହୁତ ବଢିଆ, 104 ମିଲିୟନ। ଅଙ୍କିତା, 400 କୋଟି 60 ଲକ୍ଷ 30,000। ଏଇ ସଂଖ୍ୟାଟିକୁ ଆମେ ଆମେରିକୀୟ ପ୍ରଣାଳୀ ଲେଖିଲେ କେତେ ହବ? ଠିକ କହିଛ, 4 ବିଲିୟନ 6 ମିଲିୟନ 30,000। ଏବେ ଆମେମାନେ ବହୁତ କଥା ଜାଣିଲେ, ଶିଖିଲେ। ଏବେ ତୁମମାନଙ୍କ ପାଇଁ କିଛି ପ୍ରଶ୍ନ ଅଛି। ଆମେ ଶୂନ୍ୟ ସ୍ଥାନ ପୂରଣ କରିବା। ମୁଁ ଯାହାକୁ ପଚାରିବି, ତୁମମାନେ ହାତ ଟେକିବ ଏବଂ କହିଦବ। ଦିନେଶ, 6 କୋଟି କେତେ ମିଲିୟନ? ହଁ, ଠିକ ଅଛି, 60 ମିଲିୟନ। ପ୍ରିୟଙ୍କା, 2 ମିଲିୟନ ଡ୍ୟାଶ ଲକ୍ଷ। ବହୁତ ବଢିଆ, 20 ଲକ୍ଷ। ଆୟୁଷ୍ମାନ, 9 ବିଲିୟନ କେତେ କୋଟି? ଠିକ କହିଛ, 900 କୋଟି। ଆଦର୍ଶ, 50 କୋଟି କେତେ ମିଲିୟନ? ଠିକ କହିଛ, 500 ମିଲିୟନ। ଚିନ୍ମୟ, 300 କୋଟି କେତେ ବିଲିୟନ? ବହୁତ ବଢିଆ, 3 ମିଲିୟନ। ଏବେ ଆଉ ଗୋଟିଏ ପ୍ରଶ୍ନକୁ ଯିବା। ସଂଖ୍ୟା ଗୁଡ଼ିକୁ ଭାରତୀୟ ପ୍ରଣାଳୀ ଅନୁଯାୟୀ ଆମେ କମା ବ୍ୟବହାର କରି ଲେଖିବା। ସଂଖ୍ୟା ଗୁଡ଼ିକୁ ଲେଖ। କମା ଦେଲଣି? ଦେଖିଲ ଠିକ ଅଛି ନା ନାଇଁ? ମିଳିନି ଉତ୍ତର ସହ? ଠିକ ଅଛି, ବହୁତ ବଢିଆ। ଆଉ ଗୋଟେ ଏଇ ସଂଖ୍ୟାଟି ଦେଖ। ଦେଖ, କମା ଦିଅ। ଦେଖିଲ ଠିକ ଅଛି? ହଁ। ଏଇ ସଂଖ୍ୟା ଟିକେ ଲେଖ। ଦେଲ କମା। ଦେଖିଲ ମିଳିନିଅ? ଠିକ ଅଛି, ବହୁତ ବଢିଆ। ଆଉ ଗୋଟେ ସଂଖ୍ୟା ନିଅ। ଦେଲ, ମିଳିନିଅ? ଠିକ ଅଛି। ଏ ସଂଖ୍ୟା ଟିକେ ପିଲେ ଲେଖ। ସରିଗଲା? ଅଙ୍କିତା, ମିଳେଇଲ ଦେଖ। ଠିକ ଅଛି, ବହୁତ ବଢିଆ। ଏବେ ଆଉ ଗୋଟିଏ ପ୍ରଶ୍ନକୁ ଯିବା। ଏଟା ଅଛି ସଂଖ୍ୟା ଗୁଡ଼ିକୁ ଆମେରିକୀୟ ପ୍ରଣାଳୀ ଅନୁଯାୟୀ କମା ବ୍ୟବହାର କରିକି ଲେଖିବା। ସଂଖ୍ୟାକୁ ଲେଖିନିଅ। କମା ଦେଲ?
ଫିରୋଜ, ଦେଖିଲ ତମେ ଠିକ ଲେଖିଛ? ବହୁତ ବଢିଆ। ଏଇ ସଂଖ୍ୟାଟି ଲେଖ। ବସନ୍ତ, ମିଳିଲ? ଠିକ ଅଛି। ଆଉ ଗୋଟେ ସଂଖ୍ୟା ଲେଖ। ଚନ୍ଦ୍ରିକା କୁହ। ଠିକ ଅଛି, ବହୁତ ବଢିଆ। ଏଇ ସଂଖ୍ୟାଟିକି ଲେଖ। ଆଦର୍ଶ, ମିଳେଇ ନିଅ। ଠିକ ଅଛି, ସାବାସ୍। ଏଇଠି ଲେଖ। ବାସନ୍ତୀ, ଠିକ ଅଛି। ଏ କମାଟା ଏପଟ ସେପଟ ହେଇଯାଇଛି, ଠିକ କରିଦିଅ। ମିଳେଇ ନିଅ। ଆଚ୍ଛା, ପିଲାମାନେ ଆମେ ଯାହା ସବୁ ପଢିଲେ ତାକୁ ସବୁ ଆମେ ଅଭ୍ୟାସ କଲେ। ତାହେଲେ ଆମେ ଏଇ ପାଠରେ କଣ କଣ ସବୁ ଜାଣିଲେ ଦେଖ। ଆମେ ଏଇ ପାଠରେ କଣ ଶିଖିଲେ? ବଡ଼ ବଡ଼ ସଂଖ୍ୟାମାନଙ୍କୁ ସହଜରେ ପଢ଼ିବା, ଲେଖିବା ଓ ବୁଝିବା ପାଇଁ ଆମକୁ ଦୁଇଟି ପ୍ରଣାଳୀରେ ଅନୁସରଣ କରିବାକୁ ପଡୁଛି। ଗୋଟିଏ ହେଲା ଭାରତୀୟ ସଂଖ୍ୟା ନାମକରଣ ପଦ୍ଧତି। ଏ ବିଷୟରେ ଜାଣିଲେ ଯେ ଏହି ପଦ୍ଧତିରେ ସଂଖ୍ୟାଟିର ଡାହାଣ ପଟୁ ବାମ ପଟକୁ 3, 2, 2, 2 ଏଇଭଳି ଭାବରେ ଆମକୁ କମା ଦେବାକୁ ପଡ଼ିଥାଏ ଏବଂ ତାକୁ ଆମେ ପଢ଼ିବା ପାଇଁ ସୁବିଧା ହୁଏ ହଜାର, ଲକ୍ଷ, କୋଟି ଇତ୍ୟାଦିରେ। ସେମିତି ଦ୍ୱିତୀୟରେ ଅଛି ଆନ୍ତର୍ଜାତୀୟ ସଂଖ୍ୟା ନାମକରଣ ପଦ୍ଧତି। ଏ ପଦ୍ଧତିରେ ସଂଖ୍ୟାର ଡାହାଣ ପଟୁ ବାମ ପଟକୁ 3, 3, 3 ଏଇଭଳି ଭାବରେ କମା ଦେବାକୁ ପଡ଼େ, ଯାହାକୁ ଆମେ ପଢ଼ିବାକୁ ପଡ଼େ ବିଲିୟନ, ମିଲିୟନ, ହଜାର। ଏବଂ ଏଠି ବିଲିୟନ ଆଉ ମିଲିୟନ ଭିତରେ, କୋଟି ଓ ମିଲିୟନ ଭିତରେ ବଡ଼ ବଡ଼ ସଂଖ୍ୟା ଭିତରେ କିପରି ତୁଳନା କରାଯାଇଛି ସେ ବିଷୟରେ ମଧ୍ୟ ଆମେ ପଢ଼ିଲେ। ତାହେଲେ ଆମେ 1 କୋଟି 10 ମିଲିୟନ ଆଉ 1 ବିଲିୟନ ଓ 1000 ମିଲିୟନ ତାକୁ ମଧ୍ୟ ଆମେ ତୁଳନା କରି ଶିଖିଲେ। ପିଲାମାନେ ପାଠଟିକୁ ନ ବୁଝିପାରିଲେ ପୁଣି ଥରେ ଭିଡ଼ିଓ ଟିକେ ଦେଖିବ। ଆଉ ତୁମମାନଙ୍କୁ ଯେଉଁ ଗୃହକର୍ମ ସବୁ ଦେଇଛି ତୁମେ ସବୁ ସମସ୍ତେ ଖାତାରେ ଲେଖିନେଲ ତ? ଲେଖି ସାରିଲା ପରେ ତୁମମାନେ ତାକୁ ସବୁ ସମାଧାନ କରି ତୁମ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦେଖେଇବ ଓ ସଂଶୋଧନ କରିନେବ। ଆଜି ପାଇଁ ଏତିକି, ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।